ପାଞ୍ଚ ପାଞ୍ଚଟା ସ୍ୱାମୀ ଅଛନ୍ତି ଜୀବନରେ ମା ଦ୍ରୌପଦୀ ସେଦିନ ପାଞ୍ଚଟା ସ୍ୱାମୀ ଉପରେ ଭରସା କରିଛି କାହିଁକି ନା ଏମାନଙ୍କ ପାଖରେ କେହି ନାହିଁ ଏମାନେ ରଖିବେନି ସ୍ୱାର୍ଥ ବସାଇତାନର କାକସ୍ୟ କୋବଲ୍ଲଭ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସୃଷ୍ଟିରେ ସବୁଠୁ ବଡ ସମ୍ପର୍କ ଆଉ ସ୍ୱାମୀ ସ୍ତ୍ରୀର ବିଚ୍ଛେଦ ସୃଷ୍ଟିରେ ସବୁଠୁ ବଡ ଦୁଃଖ ତାଠୁ ବଡ ଦୁଃଖ ସଂସାରେ କିଛି ନାହିଁ ପାଞ୍ଚ ପାଞ୍ଚଟା ସ୍ୱାମୀ ବସିଛନ୍ତି ତଳକୁ ମୁହଁ ପୋତି ଯାହାକୁ ଡାକିଲି କେହି ଶୁଣୁନାହାନ୍ତି ସେ ଜ୍ୟେଷ୍ଠ ସ୍ୱାମୀ ଧର୍ମରାଜଙ୍କୁ ଡାକିଲେ ହେ ପିତା ଏ ଧର୍ମରାଜ ରକ୍ଷା କରନ୍ତୁ ସେ ମୁହଁ ପୋତିଲେ କହିଲେ ମୁଁ ନିରୁପାୟ ସତ୍ୟ କରିଦେଇଛି ହାରି ଦେଇଛି ତେଣୁ ମୁଁ କିଛି କହିପାରିବିନି ଦ୍ୱିତୀୟ ସ୍ୱାମୀ ଭୀମକୁ ଡାକିଲେ ତମ ପରା ଏଡେ ପରାକ୍ରମୀ ଟିକେ ଶୁଣୁନା ମୁହଁ ପୋତି ଦେଲେ କହିଲେ ଭାଇଙ୍କର ନିର୍ଦ୍ଦେଶ ନାହିଁ ତୃତୀୟ ପାଣ୍ଡବ ଅର୍ଜୁନ ଶୁଣିଲେନି ନକୁଳ ସହଦେବ ସହଜେ ତ କନିଷ୍ଠ ପାଞ୍ଚ ପାଞ୍ଚଟା ସ୍ୱାମୀ ଗୋଟାଏ ସ୍ତ୍ରୀ କି ଉପଭୋଗ କଲ ନାରୀ କଣ ସମାଜରେ ଉପଭୋଗ୍ୟ ବସ୍ତୁ ଇଚ୍ଛା ଯାହା ତମେ ସେଇଆ କରିବ ଏ ସମାଜ ଯୋଉଦିନ ବୁଝିବ ସମାଜରେ ନାରୀର ସମ୍ମାନ ଅଛି ନାରୀର ପ୍ରତିଷ୍ଠା ଅଛି ନାରୀର ଏ ସମାଜରେ ବଞ୍ଚିବାର ଅଧିକାର ଅଛି ସେଇ ଦିନ ଯାଇ ସୁସ୍ଥ ସମାଜ ହବ